ଚାଣକ୍ୟ କହିଛନ୍ତି ଯେ ଚାଣକ୍ୟ ନୀତିର ପ୍ରଥମ ଶ୍ଲୋକ ହେଲା ତ୍ୟଜ ଦୁର୍ଜନ ସଂସର୍ଗମ୍ ଭଜ ସାଧୁ ସମାଗମମ୍ କୁରୁ ପୁଣ୍ୟ ମହୋରାତ୍ରମ୍ ସ୍ମର ନିତ୍ୟମନିତ୍ୟତାମ୍। ଅର୍ଥାତ୍ ଖରାପ ଲୋକଙ୍କ ସଙ୍ଗ ପରିତ୍ୟାଗ କର ଏବଂ ସଜ୍ଜନ ବ୍ୟକ୍ତିଙ୍କ ସହିତ ମିଳାମିଶା କର। ଦିନରାତି ପୁଣ୍ୟ କାମ କର ଏବଂ ସବୁବେଳେ ମନେ ରଖ ଯେ ଏହି ସଂସାର ଅନିତ୍ୟ ଅର୍ଥାତ୍ କିଛି ବି ଚିରସ୍ଥାୟୀ ନୁହେଁ। ଆଉ ଗୋଟେ ଶ୍ଲୋକରେ ଚାଣକ୍ୟ କହିଛନ୍ତି ଯେ ରୂପ ଯୌବନ ସମ୍ପନ୍ନ ବିଶାଳ କୁଳ ସମ୍ଭବାହ ବିଦ୍ୟାହୀନାନ ଶୋଭନ୍ତେ ନିର୍ଗନ୍ଧା ଇବ କିଂସୁକାଃ। ଅର୍ଥାତ୍ ଯେଉଁ ବ୍ୟକ୍ତି ରୂପବାନ ଯୁବକ ଏବଂ ଉଚ୍ଚ କୁଳରେ ଜନ୍ମଗ୍ରହଣ କରିଛି କିନ୍ତୁ ଯଦି ସେ ବିଦ୍ୟାହୀନ ତେବେ ସେ ସମାଜରେ ସମ୍ମାନ ପାଏ ନାହିଁ। ସେହି ବ୍ୟକ୍ତି ଠିକ୍ ପଳାଶ ଫୁଲ ପରି ଯାହା ଦେଖିବାକୁ ବହୁତ ସୁନ୍ଦର କିନ୍ତୁ ସେଥିରେ କୌଣସି ବାସ୍ନା ନଥାଏ। ଆଉ ଗୋଟେ ଶ୍ଲୋକରେ ଚାଣକ୍ୟ କହିଛନ୍ତି ପ୍ରିୟ ବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ଜନ୍ତବଃ ତସ୍ମାତ୍ ତଦେବ ବକ୍ତବ୍ୟମ୍ ବଚନେ କା ଦରିଦ୍ରତା। ଅର୍ଥାତ୍ ମିଠା କଥା କହିବା ଦ୍ୱାରା ସମସ୍ତ ପ୍ରାଣୀ ସନ୍ତୁଷ୍ଟ ହୁଅନ୍ତି। ସେଥିପାଇଁ ସବୁବେଳେ ପ୍ରିୟ ଏବଂ ମିଠା କଥା କହିବା ଉଚିତ। କଥା କହିବାରେ କାର୍ପଣ୍ୟ ବା ଦରିଦ୍ରତା ଦେଖାଇବା ଉଚିତ ନୁହେଁ।